ଆଜ୍ଞା ନମସ୍କାର। ଆଜିର ଯେଉଁ ଦୁନିଆ ଚାଲିଛି ବର୍ତ୍ତମାନ ପିଲାମାନଙ୍କ ସାଧାରଣତଃ ସ୍ମରଣ ଶକ୍ତି ରହୁନି, ପ୍ରାୟ ୟାଦସ୍ କମଜୋର। ଏଥିପାଇଁ ସାଧାରଣତଃ ବାପା ମା ମାନେ ପିତାମାତା ମାନେ ଆମର ଗୁରୁଜନ ମାନେ ଚିନ୍ତିତ। ତ ଏଥିପାଇଁ ସାଧାରଣତଃ କେଉଁ ଗ୍ରହ ଦାୟୀ, ଆଉ ସେଇ ଗ୍ରହ ଉପରେ ଟିକେ ମାନେ ବୁଝେଇ କହିଲେ ଦର୍ଶକ ମାନେ। ବହୁତ ବଢ଼ିଆ। ପିଲାମାନେ ଏବେକା ନୂତନ ଜେନେରେସନର ପିଲାମାନେ ପାଠ ତ ପଢ଼ନ୍ତି କିନ୍ତୁ ଭୁଲି ଯାଆନ୍ତି। ବହୁତ ପରିପ୍ରେକ୍ଷୀ ରହୁଛି, ବାପା ମା ବହୁତ ବ୍ୟସ୍ତ ରୁହନ୍ତି କି ପିଲାଙ୍କୁ ସବୁ କିଛି ଦେଲା ପରେ ମଧ୍ୟ ପିଲାର ସ୍ମରଣ ଶକ୍ତି ରହୁନି, ପିଲାଟେ ଭୁଲି ଯାଉଛି। ତାର କାରଣ ହେଉଛି ପିଲାର ଜନ୍ମ ପତ୍ରିକାର ବୃହସ୍ପତି ଖରାପ ସ୍ଥିତିରେ ଥିବାରୁ ମଣିଷର ସ୍ମରଣ ଶକ୍ତି ନଥାଏ। ବୃହସ୍ପତିଙ୍କ କଥା କାହିଁକି ଉଠେ? ବୃହସ୍ପତି ହେଉଛନ୍ତି ପିଓର ଅକ୍ସିଜେନ୍ ଏବଂ ଜ୍ଞାନର କାରକ। ଯଦି ମଣିଷର ସେତିକି କାପାସିଟି ହିଁ ନାହିଁ ଜ୍ଞାନକୁ ଗ୍ରହଣ କରିବା ପାଇଁ, ସେ ପରିପ୍ରେକ୍ଷୀରେ ପିଲା ଯେତେ ବି ଜ୍ଞାନକୁ ଆରୋହଣ କରୁଥାଏ ତାକୁ ଭୁଲି ଯାଇଥାଏ। ଏ ମଧ୍ୟ ପିଲାମାନଙ୍କର ବହୁତ ଥାଏ ଏବଂ ପିଲା ଦେଖିବେ ଚିଚିଡ଼ା ହେଇଯାଏ କଥାରେ। ପିଲା ଦେଖିବେ ବୃହସ୍ପତି ଖରାପ ହେଲା, ପିଲା ଯଦି ଘରକୁ ସମ୍ପର୍କୀୟ କେউ ବି ଆସନ୍ତି ତାଙ୍କ ପାଖକୁ ଯିବା ପାଇଁ ମଣିଷର ପିଲାଙ୍କର ବାଧା ସୃଷ୍ଟି ହୁଏ। ପିଲାମାନେ ଜଲ୍ଦି ଯାଆନ୍ତି, ପ୍ରଣାମ କରିକି ବାହାରକୁ ପଳେଇ ଆସନ୍ତି, କାରଣ ସେମାନଙ୍କ ମନରେ ଗୋଟେ ଡର ଥାଏ କି ଆମେ ଯଦି ସମ୍ପର୍କୀୟଙ୍କ ପାଖରେ ବସୁଛୁ କିଛି ଆଲୋଚନା କରିଦେବେ କି ଆମକୁ କହିବାକୁ ପଡ଼ିବ। ସେ ଡରରେ ପିଲାମାନେ କ'ଣ କରନ୍ତି ନା ଲୁଚିବାକୁ ଲାଗନ୍ତି। କାଳେ କିଏ କ'ଣ ପଚାରିଦେବ, କାଳେ କିଏ ପାଠ ବିଷୟରେ ପଚାରିଦେବେ, ପିଲାମାନେ କ'ଣ କରନ୍ତି ନା ଲୁଚନ୍ତି ସମ୍ପର୍କୀୟ। ଏଇଟା ବହୁତ ଜାଗାରେ ଘଟେ। ଏବଂ କ'ଣ ହୁଏ, ସେ ପିଲା ଲୁଚିବାକୁ ଲାଗେ। ଏକରେ ବାପା ମା ପାଠ ପଢ଼େଇଲା ବେଳେ ସେ ମନ ଦିଏନି ସେଥିରେ, ଏ ମଧ୍ୟ କାରଣ ଥାଏ। ଯଦି ଆପଣମାନଙ୍କର ପିଲାମାନଙ୍କ ସହିତ ଏଭଳି ପରିପ୍ରେକ୍ଷୀ ଘଟୁଛି ତ ନିହାତି ଭାବରେ ପିଲାକୁ ସୋମବାର ଦିନ ଏବଂ ଗୁରୁବାର ଦିନ ସକାଳ ସମୟରେ କ୍ଷୀର ସହିତ କିଛି ହଳଦୀ ମିଶାଇକି ପିଇବା ପାଇଁ ଦିଅନ୍ତୁ ଏବଂ ଗୁରୁବାର ଦିନ କ୍ଷୀର ଦିହରେ କେଶର ମିଶାଇକି ରାତ୍ରିରେ ପିଇବା ପାଇଁ ଦିଅନ୍ତୁ। ଯଦି ଏଭଳି ଆପଣମାନେ 3-4 ମାସ କଣ୍ଟିନ୍ୟୁସଲି କରନ୍ତି, ଆପଣ ଦେଖିବେ କି ଆପଣଙ୍କର ପିଲାମାନଙ୍କର ସ୍ମରଣ ଶକ୍ତି ବହୁତ ଜୋରରେ ପ୍ରଖର ରହିବ। ଏବେ ଦେଖିବେ କି ନୂଆ ହଳଦୀ ଜାନୁଆରୀ ଫେବୃଆରୀ ବେଳକୁ ଆସିଯାଉଛି, ତ ହଳଦୀର ରସ ନିହାତି ଭାବରେ ହଳଦୀର ରସ, ହଳଦୀ କଞ୍ଚା ହଳଦୀ ଆଣନ୍ତୁ, ତାକୁ ଘରେ ବାଟି ଦିଅନ୍ତୁ। ବାଟି ସାରିଲା ପରେ ତାର ଯେଉଁ ରସ ବାହାରିବ, ତା ରସକୁ ପ୍ରତ୍ୟେକ ଦିନ ଅଳ୍ପ ଅଳ୍ପ କରିକି ପିଲାମାନଙ୍କୁ ଖାଇବାକୁ ହିଁ ଦିଅନ୍ତୁ। ଦେଖିବେ ସେଥିରେ ପିଲାର ମାଇଣ୍ଡ ବହୁତ ଜଲ୍ଦି ଡେଭଲପ୍ ହୋଇଥାଏ। ଏବଂ ଆପଣ 100-200 ଟଙ୍କାର ମିନିମମ୍ ମିଳୁଛି କେଶର, ଯେଉଁ କେଶର ଆପଣଙ୍କ କ୍ଷୀରରେ ପକାଇକି ଦେବା ପାଇଁ କହିଲି ପିଇବା ପାଇଁ। ସେ କେଶରରୁ ଯଦି ପିଲାର ମସ୍ତକରେ ଟିକେ ଲଗାଇବା, ପାଣି ପକାଇଲେ ତାର ରଙ୍ଗ ଛାଡ଼ିଯାଏ। ସେ କଲର୍ରୁ ଆଣିକି ମସ୍ତକରେ ଟିକେ ମାରିବା, ନାଭିରେ ଟିକେ ମାରିବା, ଜିଭରେ ଟିକେ ମାରିବା। ପ୍ରତ୍ୟେକ ଦିନ ଯଦି ଗୋଟେ ଛୋଟ ପିଲା କେଶରର ତିଳକ ଲଗାଏ, ତାର ସ୍ମରଣ ଶକ୍ତି ବହୁତ ଜଲ୍ଦି ଡେଭଲପ୍ ହୁଏ, କାରଣ ବୃହସ୍ପତିଙ୍କର ପାୱାର ତାର ନଜରରେ ଥାଏ, ବୃହସ୍ପତିଙ୍କର ଆଶୀର୍ବାଦ ତାର ପାଖକୁ ଆସେ। ତ ସେଥିପାଇଁ ସ୍ମରଣ ଶକ୍ତି ବହୁତ ଜଲ୍ଦି ବଢ଼େ। ସୁନ୍ଦର ଉପାୟ ଆପଣଙ୍କ ପିଲାମାନେ କରନ୍ତୁ, ସମଗ୍ର ସମସ୍ତେ କରନ୍ତୁ ଏବଂ ଜ୍ଞାନବାନ ବନନ୍ତୁ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।